नमस्कार फ्रेंड्स। तो फ्रेंड्स, ओडिशा सरकारଙ୍କର एफएससीडब्ल्यू तथा फूड सप्लाई एंड कंज्यूमर वेलफेयर डिपार्टमेंट तरफରୁ ନିଜ ବ୍ଲକ ପାଇଁ ଗ୍ରାମ ଯୋଗାଣ ସହାୟକ ନିଯୁକ୍ତିର ନୂଆ ନୋଟିଫିକେସନଟି ଆସିଯାଇଛି। ଏଥିରେ ଆପଣମାନଙ୍କୁ କୌଣସି ପ୍ରକାର ଏକ୍ଜାମ ଦେବାକୁ ପଡ଼ିବ ନାହିଁ। ମାର୍କ ବେସିସରେ ଆପଣମାନଙ୍କର ଭର୍ତ୍ତି ରହିବ। ଏଥିରେ ଆପ୍ଲାଏ କରିବା ପାଇଁ ଆପଣଙ୍କୁ କୌଣସି ଆବେଦନ ଫି ଦେବାକୁ ପଡ଼ିବ ନାହିଁ। ମାଗଣା ଆବେଦନ ପ୍ରକ୍ରିୟା ରହିଛି। ଯଦି ଆପଣମାନଙ୍କର ଯୋଗ୍ୟତା ଦଶମ, ପ୍ଲସ୍ ଟୁ ଆଉ ଗ୍ରାଜୁଏସନଟିଏ ପାସ୍ କରିଥିବେ ତେବେ ଆପଣମାନେ ଏହି ପୋଷ୍ଟ ପାଇଁ ଆବେଦନ କରିପାରିବେ। ଏହା ଆପଣମାନଙ୍କର ଅଫଲାଇନ୍ ପ୍ରୋସେସ ରହିବ। ତ ଫ୍ରେଣ୍ଡସ୍, ଚାଲନ୍ତୁ ଦେଖିନେବା ଏଥିରେ ଆପଣମାନଙ୍କର କେଉଁ ଜିଲ୍ଲା ପାଇଁ ଭ୍ୟାକେନ୍ସି ରହିଛି, ତା ସହିତ କେତେ ଗୋଟି ପୋଷ୍ଟ ରହିବ, ଆଉ ଅଦର ଇଲିଜିବିଲିଟି କ୍ରାଇଟେରିଆ କ'ଣ ରହିଛି, ଆଉ ଆପ୍ଲାଇର ଲାଷ୍ଟ ଡେଟ୍ କେତେ ତାରିଖ ରହିଛି। ତ ଏହି ସବୁର ସମ୍ପୂର୍ଣ୍ଣ ଇନଫର୍ମେସନ ଆମେ ଏହି ଭିଡିଓ ମାଧ୍ୟମରେ ଷ୍ଟେପ୍ ବାଇ ଷ୍ଟେପ୍ ଦେଖିନେବା। ତା ପୂର୍ବରୁ ଆପଣମାନେ ଯଦି ନିଜ ନିଜ ଜିଲ୍ଲାରେ ଆସୁଥିବା ଏହିଭଳି ସମସ୍ତ ସରକାରୀ ଜବର ଅପଡେଟ୍ ପାଇବା ପାଇଁ ଚାହୁଁଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ କରିବା ସହିତ ଭିଡିଓକୁ ଲାଇକ୍ ଆଉ ସେୟାର କରିନିଅନ୍ତୁ। ତ ଫ୍ରେଣ୍ଡସ୍, ଚାଲନ୍ତୁ ଏବେ ଦେଖିନେବା କ'ଣ ରହିଛି ଏହାର ଫୁଲ୍ ଇନଫର୍ମେସନଟି। ଦେଖନ୍ତୁ, ଅର୍ଗାନାଇଜେସନ ନେମଟି ଆପଣମାନଙ୍କର କ'ଣ ରହିଛି ନା ଏଫଏସ୍ ଆଣ୍ଡ ସିଡବ୍ଲ୍ୟୁ ଡିପାର୍ଟମେଣ୍ଟ ବା ଫୁଡ୍ ସପ୍ଲାଇ ଆଣ୍ଡ କଞ୍ଜ୍ୟୁମର ୱେଲଫେୟାର ଡିପାର୍ଟମେଣ୍ଟ ଅଫ ଓଡ଼ିଶା ଆପଣମାନଙ୍କର ଅର୍ଗାନାଇଜେସନ ନେମଟି ରହିଛି। ତ ହୁ କ୍ୟାନ୍ ଆପ୍ଲାଇ, ଏଥିରେ କେଉଁମାନେ ଆବେଦନ କରିପାରିବେ ନା ଅଲ୍ ଓଡ଼ିଶାର କ୍ୟାଣ୍ଡିଡେଟ୍ ମାନେ ଏଥିରେ ଆପ୍ଲାଇ କରିପାରିବେ। ତ ଜେଣ୍ଡର ଦେଖନ୍ତୁ କ'ଣ ରହିଛି, ବୋଥ ମେଲ୍ ଆଣ୍ଡ ଫିମେଲ୍, ଉଭୟ ପୁରୁଷ ଓ ମହିଳା ପ୍ରାର୍ଥୀମାନଙ୍କର ରହିଛି। ତ ଜବ୍ ଟାଇପଟି ଦେଖି ନିଅନ୍ତୁ, କୋଉ ପ୍ରକାର ଜବ୍ ରହିବ ନା ଏହା ଆପଣମାନଙ୍କର ପଞ୍ଚାୟତ ଲେଭେଲ ଜବ୍ ରହିବ। ତ ନିଜ ନିଜ ପଞ୍ଚାୟତରେ ଏହି ଜବ୍ଟି ପୋଷ୍ଟିଂ ପାଇପାରିବେ। ତ ପୋଷ୍ଟ ନେମ୍ ଦେଖି ନିଅନ୍ତୁ, ଆପଣମାନଙ୍କର ପୋଷ୍ଟଟି କ'ଣ ରହିଛି ନା ଯୋଗାଣ ସହାୟକ ଆପଣମାନଙ୍କର ପୋଷ୍ଟ ରହିଛି। ନେକ୍ସଟ ଚାଲନ୍ତୁ ଦେଖିବା ଏଜୁକେଶନାଲ କ୍ୱାଲିଫିକେସନ ଆପଣମାନଙ୍କର କ'ଣ ରହିଛି ବା ଆପଣମାନେ ଏଥିରେ ଆବେଦନ କରିବା ପାଇଁ ଏଜୁକେଶନାଲ କ୍ୱାଲିଫିକେସନ ଆପଣମାନଙ୍କର କ'ଣ ଥିବା ଦରକାର ନା ଆପଣମାନଙ୍କର ଯଦି ପ୍ଲସ୍ ଟୁ ଥିବ ଆଉ ଗ୍ରାଜୁଏସନରେ ପାସ୍ କରିଥିବେ ତାହେଲେ ଆପଣମାନେ ଏଥିରେ କ'ଣ କରିବେ, ଆବେଦନ କରିପାରିବେ। ନେକ୍ସଟ ଦେଖନ୍ତୁ କ'ଣ ରହିଛି ନା ଇମ୍ପୋର୍ଟାଣ୍ଟ ଡକୁମେଣ୍ଟ ରିକ୍ୱାର୍ଡ, କ'ଣ କ'ଣ ଇମ୍ପୋର୍ଟାଣ୍ଟ ଡକୁମେଣ୍ଟ ଆବଶ୍ୟକ ପଡ଼ିବ ଦେଖି ନିଅନ୍ତୁ ନା ଅଲ୍ ଏଜୁକେଶନାଲ କ୍ୱାଲିଫିକେସନର ସାର୍ଟିଫିକେଟ, ତାହା ସହିତ ଆପଣମାନଙ୍କର ମାର୍କସିଟ୍ ନା 10th, ପ୍ଲସ୍ ଟୁ ଆଉ ଗ୍ରାଜୁଏସନର ଆପଣମାନଙ୍କର ସାର୍ଟିଫିକେଟ ସହିତ ମାର୍କସିଟ୍ ଦରକାର। ତାପରେ ଆପଣମାନଙ୍କର ରହିଛି ଆଇଡି ପ୍ରୁଫ୍ ଆଉ ରିସେଣ୍ଟ କଲର ପାସପୋର୍ଟ ସାଇଜର ଫଟୋ, ଗୋଟେ କାଷ୍ଟ ସାର୍ଟିଫିକେଟ ଆଉ ରେସିଡେଣ୍ଟ ସାର୍ଟିଫିକେଟ। ତ ଏହି ସବୁ ଡକୁମେଣ୍ଟ ଆପଣମାନଙ୍କୁ ଦରକାର ପଡ଼ିବ। ତାପରେ ଆପଣମାନଙ୍କର ଯେଉଁ ଇମ୍ପୋର୍ଟାଣ୍ଟ ଡକୁମେଣ୍ଟ ରହିଲା ସେ ଡକୁମେଣ୍ଟକୁ ଆପଣ କ'ଣ କରିବେ ନା ତାର ଜେରକ୍ସ କପିକୁ ଆପଣମାନେ କ'ଣ କରିବେ ନା ସେଲ୍ଫ ଆଟେଷ୍ଟେଡ୍ ଜେରକ୍ସ କରିକି ଆପଣମାନେ କ'ଣ କରିବେ, ଆବେଦନ କରିବା ସମୟରେ ଫର୍ମ ସହିତ ପଠାଇବେ, କାରଣ ଏହା ଆପଣମାନଙ୍କର ଅଫଲାଇନ୍ ପ୍ରୋସେସ ରହିବ। ତାପରେ ଚାଲନ୍ତୁ ଦେଖିବା ସିଲେକ୍ସନ ପ୍ରୋସେସ ଆପଣମାନଙ୍କର କ'ଣ ରହିଛି। ଆପଣମାନଙ୍କର ନୋ ଏକ୍ଜାମ ଏଥିରେ ହବ। ତ ଆପଣମାନଙ୍କର ଏକ୍ଜାମ ନାହିଁ, ମାର୍କ ବେସିସରେ ଆପଣମାନଙ୍କର ସିଲେକ୍ସନ ପ୍ରୋସେସ ରହିବ। ତାପରେ ଆପଣମାନଙ୍କର ଡକୁମେଣ୍ଟ ଭେରିଫିକେସନ ରହିବ। ତ ଏହି ଦୁଇଟି ପ୍ରୋସେସ ମାଧ୍ୟମରେ ଆପଣମାନଙ୍କର ସିଲେକ୍ସନ ପ୍ରୋସେସ ରହିଛି। ଆଉ ଏଜ୍ ଲିମିଟ ଦେଖି ନିଅନ୍ତୁ କ'ଣ ରହିଛି ନା ମିନିମମ୍ ବୟସ ଆପଣମାନଙ୍କର 21 ବର୍ଷ ହୋଇଥିବା ଦରକାର ଆଉ ମ୍ୟାକ୍ସିମମ୍ 35 ବର୍ଷ ହୋଇଥିବା ଦରକାର। କେଉଁ କ୍ୟାଟେଗୋରୀ ମାନଙ୍କ ପାଇଁ ନା ଜେନେରାଲ କ୍ୟାଟେଗୋରୀ ମାନଙ୍କ ପାଇଁ 21 ରୁ 35 ବର୍ଷ ହୋଇଥିବା ଦରକାର। ଆଉ ଓବିସି, ଏସସି, ଏସଟି ଆଉ ଫିଜିକାଲ ହ୍ୟାଣ୍ଡିକ୍ୟାପ୍ଟ ପାଇଁ ଆପଣମାନଙ୍କର ଯେପରି ଗଭର୍ଣ୍ଣମେଣ୍ଟ ରୁଲ ରହିଛି, ଓବିସି ପାଇଁ 3 ବର୍ଷ, ଏସସି ଏସଟି ପାଇଁ 5 ବର୍ଷ, ଫିଜିକାଲ ହ୍ୟାଣ୍ଡିକ୍ୟାପ୍ଟ ପାଇଁ 10 ବର୍ଷର ଏଜ୍ ରିଲାକ୍ସେସନ ରହିଛି। ତାପରେ ମୋଡ୍ ଅଫ୍ ଆପ୍ଲିକେସନ ଦେଖି ନିଅନ୍ତୁ ନା ମୋଡ୍ ଅଫ୍ ଆପ୍ଲିକେସନ ଆପଣମାନଙ୍କର ଅଫଲାଇନ୍ ମୋଡ୍ ରହିଛି। ଆପଣମାନେ ସ୍ପିଡ ପୋଷ୍ଟ ବା ରେଜିଷ୍ଟର ପୋଷ୍ଟ ମାଧ୍ୟମରେ ଆପଣ ଆବେଦନ କରିପାରିବେ। ଆପ୍ଲାଇ ଷ୍ଟାର୍ଟ ଡେଟ୍ ଦେଖି ନିଅନ୍ତୁ, କେବେଠାରୁ ଆପଣ ଆବେଦନ କରିବେ ନା ଅଲରେଡି ଆପଣମାନଙ୍କର ଷ୍ଟାର୍ଟ ହୋଇଗଲାଣି। ଲାଷ୍ଟ ଡେଟ୍ ଦେଖି ନିଅନ୍ତୁ ଆପଣମାନଙ୍କର କେତେ ରହିଛି ନା 6 ଜାନୁଆରୀ 2025 ଆପଣମାନଙ୍କର ଲାଷ୍ଟ ଡେଟ୍ ରହିଛି ବା 6 ଜାନୁଆରୀ 2025 ପୂର୍ବରୁ ଯେଉଁମାନେ ଇଣ୍ଟରେଷ୍ଟେଡ ଥିବେ ତ ସେମାନେ ଏଥିରେ ଆବେଦନ କରିପାରିବେ। ତ ଏହାର ଅଫିସିଆଲ ନୋଟିଫିକେସନଟି କ'ଣ ରହିଛି ତ ଚାଲନ୍ତୁ ଦେଖିନେବା। ପ୍ରଥମେ ଆପଣମାନେ କ'ଣ କରିବେ, ଆପଣଙ୍କର ଫୋନରେ ହେଉ କିମ୍ବା କମ୍ପ୍ୟୁଟରରେ ଆପଣ କ'ଣ କରିବେ, ଗୁଗୁଲ କ୍ରୋମକୁ ଓପନ କରିନେବେ। ତ ଓପନ କଲା ପରେ ଆପଣମାନେ କ'ଣ କରିବେ, ସେଠି ସର୍ଚ୍ଚ ବାରରେ ନା ganjam.odisha.gov.in ଲେଖି ଆପଣମାନେ କ'ଣ କରିବେ, ସର୍ଚ୍ଚ କରିବେ। ତ ଦେଖନ୍ତୁ ମୁଁ ଯେପରି ଲେଖିଛି ଆପଣମାନେ ସେହିପରି ଲେଖିନେବେ। ଲେଖିଲା ପରେ ଆପଣମାନେ କ'ଣ କରିବେ, ସର୍ଚ୍ଚ କରିନେବେ। ତ ସର୍ଚ୍ଚ କଲା ପରେ ଆପଣମାନେ ଦେଖିପାରୁଥିବେ ଗଞ୍ଜାମ ଡିଷ୍ଟ୍ରିକ୍ଟର ଆପଣମାନଙ୍କର ଅଫିସିଆଲି ୱେବସାଇଟଟି ଆପଣମାନଙ୍କ ପାଖରେ ଶୋ ହେଉଥିବ। ତ ଆପଣମାନେ ଏହି ନୋଟିଫିକେସନଟାକୁ କିପରି ପାଇବେ ତ ଚାଲନ୍ତୁ କ'ଣ କରିବା ନା ପ୍ରଥମେ ଆପଣ କ'ଣ କରିବେ, ଆକୁ ସ୍କ୍ରଲ କରିନେବେ। ତ ସ୍କ୍ରଲ କଲା ପରେ ଆପଣମାନେ ତଳେ ଦେଖିପାରୁଥିବେ 21 ଡିସେମ୍ବରରେ ଆପଣମାନଙ୍କର ଏକ ନୋଟିଫିକେସନଟି ରିଲିଜ କରାଯାଇଛି। ତ ସେଇ ନୋଟିଫିକେସନ ଉପରେ ଆପଣମାନେ କ'ଣ କରିବେ, କ୍ଲିକ୍ କରିନେବେ। ତ ଚାଲନ୍ତୁ ଫ୍ରେଣ୍ଡସ୍ କ୍ଲିକ୍ କରିନେବା। ତ କ୍ଲିକ୍ କଲା ପରେ ଆପଣମାନେ ଦେଖିପାରୁଥିବେ ନୋଟିଫିକେସନର ଟାଇଟଲଟି ଆପଣମାନଙ୍କର କ'ଣ ରହିଛି, ଆଡଭର୍ଟାଇଜମେଣ୍ଟ ଫର ଦି ପୋଷ୍ଟ ଅଫ ଯୋଗାଣ ସହାୟକ ଫର ଜୟପୁର, ଖଣ୍ଡାଦେଉଳି ଆଣ୍ଡ ଖାରିଆ ଜିପି ଅଣ୍ଡର ଆସ୍କା ବ୍ଲକ। ତ ଏଇ ଯୋଉ ଯୋଗାଣ ସହାୟକ ପୋଷ୍ଟଟି ଆପଣମାନଙ୍କର ଆସିଅଛି, ତ ଏହା କୋଉ ବ୍ଲକ ତରଫରୁ ଆସିଅଛି ନା ଆସ୍କା ବ୍ଲକ ତରଫରୁ ଆସିଅଛି ନା ଖଣ୍ଡାଦେଉଳି ଆଉ ଖାରିଆ ଜିପିରୁ। ତ ଚାଲନ୍ତୁ ଦେଖିନେବା ଏହାର ଆପ୍ଲାଇ ଡେଟ୍ଟି କେବେ ଆପଣମାନଙ୍କର ରହିଛି, ଷ୍ଟାର୍ଟ ଡେଟ୍ଟି ନା 21 ଡିସେମ୍ବର 2024 ଆପଣମାନଙ୍କର ଷ୍ଟାର୍ଟ ଡେଟ୍
ଆଉ ଲାଷ୍ଟ ଡେଟ୍ ଆପଣମାନଙ୍କର କେବେ ରହିଛି ନା 6 ଜାନୁଆରୀ 2025 ଯାହାକି ମୁଁ ଆପଣମାନଙ୍କୁ ପୂର୍ବରୁ କହିସାରିଛି। ତ ଚାଲନ୍ତୁ ଏବେ ଦେଖିନେବା ଏହାର ନୋଟିଫିକେସନଟି କ'ଣ ରହିଛି। ତ ଦେଖିନିଅନ୍ତୁ ଡାହାଣ ପଟେ ଆପଣମାନଙ୍କର ଏକ PDF ର ଡିଟେଲ୍ସଟି ରହିଛି। ତ ସିମ୍ପଲି ଆପଣମାନେ କ'ଣ କରିବେ ସେହି PDF ଉପରେ କ୍ଲିକ୍ କରି ଡାଉନଲୋଡ୍ କରିନେବେ। ତ ଡାଉନଲୋଡ୍ କଲା ପରେ ଚାଲନ୍ତୁ ଦେଖିବା କ'ଣ ରହିଛି ଏହାର ସମ୍ପୂର୍ଣ୍ଣ ଇନଫର୍ମେସନଟି। ନା ଦେଖନ୍ତୁ ଫ୍ରେଣ୍ଡସ୍, ଡାଉନଲୋଡ୍ କଲା ପରେ ଆପଣମାନଙ୍କର ନୋଟିଫିକେସନଟି କୋଉଠୁ ଆସିଛି ନା ପଞ୍ଚାୟତ ସମିତି ଆସ୍କା ଗଞ୍ଜାମ ତରଫରୁ ଆସିଅଛି। କେବେ ରିଲିଜ୍ କରାଯାଇଥିଲା ନା 19 ଡିସେମ୍ବର 2024 ରେ ଆପଣମାନଙ୍କର ନୋଟିଫିକେସନଟାକୁ ରିଲିଜ୍ କରାଯାଇଛି। ପୋଷ୍ଟ ଦେଖିଦିଅନ୍ତୁ କ'ଣ ରହିଛି ନା ଆଡଭର୍ଟାଇଜମେଣ୍ଟ ଫର ଦି ପୋଷ୍ଟ ଅଫ ଯୋଗାଣ ସହାୟକ। ତ ଯୋଗାଣ ସହାୟକ ଆଡଭର୍ଟାଇଜମେଣ୍ଟଟି ବା ଏଇ ନୋଟିଫିକେସନଟାକୁ ରିଲିଜ୍ କରାଯାଇଛି ନା କେଉଁଠି ନା ଜୟପୁର ଖଣ୍ଡାଦେଉଳି ଆଣ୍ଡ ଖାରିଆ ଜିପି ଅଣ୍ଡର ଆସ୍କା ବ୍ଲକରେ। ତାପରେ ଚାଲନ୍ତୁ ଦେଖିନିଅନ୍ତୁ ଏହାର ଏଲିଜିବିଲିଟି କ୍ରାଇଟେରିଆ ଆପଣମାନଙ୍କର କ'ଣ ରହିବ ନା ଏଜ୍ ଦେଖିନିଅନ୍ତୁ ଆପଣମାନଙ୍କର 21 ବର୍ଷ। ମୁଁ ଆପଣମାନଙ୍କୁ ପୂର୍ବରୁ କହିଥିଲି ମିନିମମ୍ ରହିବ ଆପଣମାନଙ୍କର 21 ବର୍ଷ ଆଉ ମ୍ୟାକ୍ସିମମ୍ 35 ବର୍ଷ। କେବେ ସୁଦ୍ଧା ନା 1 ଡିସେମ୍ବର 2024 ସୁଦ୍ଧା ଆପଣମାନଙ୍କୁ 21 ଆଉ 35 ହୋଇଥିବା ଦରକାର। ତାପରେ ଦେଖିଦିଅନ୍ତୁ ରେସିଡେନ୍ସରେ କ'ଣ ରହିଛି ନା ଦି କ୍ୟାଣ୍ଡିଡେଟ୍ ସୁଡ୍ ବି परमानेंट रेसिडेंस फॉर दी कनकन जीपी। जो कैंडिडेट एथिरे अप्लाई करिवे सी कोन करथिबे सेही परमानेंट रेसिडेंट रो होइथिबे। तापर एजुकेशनल क्वालिफिकेशन देखि नियंतु मिनिमम क्वालिफिकेशन फॉर दी पोस्ट ऑफ जोगाण सहायक पई आपण मानकर +3 और ग्रेजुएशन क्वालिफिकेशन थिबा दरकार। जदि आपनक पाखरे ग्रेजुएशन टी रहिछि ताले आपण माने एथिरे आवेदन करि परिबे। तापर देखंतु आपण मानकर सैलरी केते रहिबो देखि नियंतु सैलरी आपण मानकु 8000 टंका पर मंथ आपण मानकर सैलरी रहिबो। तापर सिलेक्शन प्रोसीजर देखि नियंतु कोन रहिछि बा आपण माने एथिरे किपरि सिलेक्शन पाइबे। पूर्वरु कहिथिली मु आपण मानकु कैरियर मार्किंग हिसाब रे आपण मानकर बा मार्क बेसिस रे आपण मानकर सिलेक्शन करा जिवो। 10th रे आपण मानकर देखि नियंतु 30% रे पाइबे ओएसटेज पाइबे। आउ +2 रे जदि थिबो आपण माने 30% पाइबे। आउ +3 थिले आपण माने कोन करिवे 40% रे ओएसटेज पाइबे। तापर नेक्स्ट चलंतु देखिनबा कोन रहिछि ना डॉक्यूमेंट टू बी अटैच अलोंग विथ एप्लीकेशन फॉर्म। तो एप्लीकेशन आवेदन फॉर्म टी जो पठाइबे तो सेतिरे आपण मानकु कोन डॉक्यूमेंट अटैच करिया पई पड़िबो ना प्रथमे कोन रहिछि ना सेल्फ अटेस्टेड कॉपी ऑफ रेसिडेंट सर्टिफिकेट। आपण जेउ भी सब डॉक्यूमेंट अटैच करके पठेबे ताकू सब आपण कोन करिवे सेल्फ अटेस्टेड करि नेबे। तो प्रथमे आपण कोन रहिछि ना रेसिडेंट सर्टिफिकेट रहिछि। तापर आपण मानकर 10th मार्कशीट एंड सर्टिफिकेट +2 मार्कशीट एंड सर्टिफिकेट आउ +3 मार्कशीट एंड सर्टिफिकेट। तो जे कोनोसी डॉक्यूमेंट भी पठेबे आपण कोन करिवे सेल्फ अटेस्टेड करि नेबे। तो यार आवेदन फॉर्म टी बा एप्लीकेशन फॉर्म टी हमें ई वीडियो शेष रे देखि नेबा बा पीडीएफ रे शेष रे देखि नेबा। तो लास्ट डेट देखि नियंतु आपण मानकर आवेदन रो शेष तारीख केते रहिछि 6 जनवरी 2025 5टा पीएम भितरे आपण माने कोन करिवे एहा को आवेदन करि परिबे। केउ माध्यम रे ना स्पीड पोस्ट बा रजिस्टर पोस्ट माध्यम रे आपण माने आवेदन करि परिबे। केउठी अप्लाई करिवे यार पोस्टल एड्रेस टी देखि नियंतु ना आपण माने देखि पारुथिबे पोस्टल एड्रेस टी रहिछि कोन ब्लॉक डेवलपमेंट ऑफिसर पंचायत समिति ऑफ आस्का ब्लॉक एट आस्का डिस्ट गंजाम पिन कोड। तो यही पोस्टल एड्रेस रे आपण माने कोन करिवे 6 जनवरी 2025 पूर्व आपण माने आवेदन करि परिबे। तो चलो देखि नेबा यार एप्लीकेशन फॉर्म टी कोन रहिछि बा आपण माने एको किपरि आवेदन करिवे। तो देखि नियंतु फ्रेंड्स ए आपण मानकर एप्लीकेशन रहिछि। तो प्रथमे आपण माने कोन करिवे एको डाउनलोड करि प्रिंट करि नेबे। तो प्रिंट कला परे आपण माने कोन करिवे एटी पासपोर्ट साइज रो फोटो अटैच करि नेबे। तापर आपण मानकर कोन रहिछि नेम ऑफ द ब्लॉक आपण मानकर आस्का अछि। ग्राम पंचायत आपण मानकर जेउ जीपुर जाउथिबे तो सेठी आपण माने लिखि नेबे। कैंडिडेट रो फुल नेम लिखि नेबे ब्लॉक लेटर रे। फादर्स नेम परमानेंट एड्रेस प्रेजेंट एड्रेस नेशनलिटी रिलीजन मेल किबा फीमेल आउ डेट ऑफ बर्थ। तापर आपण जोटा लिखिबे मैट्रिक हिसाब रे आपण मानकर केते रहिछि सेटा को आपण केते वर्ष केते मास आ केते दिन सेटा आपण लिखि नेबे। क्वालिफिकेशन डिटेल्स रे आपण माने देखि नियंतु 10th रे आपण मानकर केउ बोर्ड बा यूनिवर्सिटी थिला ईयर ऑफ पासिंग टोटल मार्क आ केते परसेंटेज थिला सेही परि +2 +3 आ आपण मानकर अदर जदी किछि क्वालिफिकेशन थिबो ताले से आपण एठी मेंशन करि नेबे। तापर देखि नियंतु नेक्स्ट रहिछि मैरिटल स्टेटस कैटेगरी आपण जेउ कैटेगरी जाउथिबे एससी एसटी किबा ओबीसी जे कोनोसी भी कैटेगरी जाउथिबे आपण एठी मेंशन करि नेबे। तापर लिस्ट ऑफ एनक्लोजर आपण एठी लिखि नेबे मोबाइल नंबर लिखि नेबे आ ईमेल आईडी लिखि नेबे। तापर देखंतु लास्ट आपण मानकर कोन रहिछि ना डिक्लेरेशन रहिछि। तो डिक्लेरेशन रे आपण माने कोन करिवे जेउ जगह आपण माने अप्लाई करूथिबे तो से जगह प्लेस लिखि नेबे आ डेट लिखि नेबे। तापर सिग्नेचर ऑफ कैंडिडेट रो बा जे कैंडिडेट हेतिबे से तांकर सिग्नेचर करी जो सब आपण मानकर क्वालिफिकेशन सर्टिफिकेट थिबो ताकू सब ता जेरॉक्स कॉपी अटैच करी सेल्फ अटेस्टेड करी पूर्व जो एड्रेस टी हम आपण मानको देखैतिली तो सही एड्रेस रे आपण माने कोन करिवे स्पीड पोस्ट बा रजिस्टर पोस्ट करि नेबे। तो फ्रेंड्स एहा थिला ग्राम जोगाण सहायक वैकेंसी रो फुल इन्फॉर्मेशन टी। जदि आपण मानको एही वीडियो टी भलो लागुथिबो ताहाले आपण माने एही वीडियो को गोटे लाइक करी अन्य मानको मध्य शेयर करि नेबे।